ଅଚ୍ୟୁତ ସାମନ୍ତଙ୍କର ସେ ସାଧାରଣ ବ୍ୟକ୍ତିତ୍ୱ ନୁହନ୍ତି। ସେ ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ୱ ଏବଂ ନିଜର ସାଧନା, ନିଜର ଚେଷ୍ଟା, ନିଜର ତ୍ୟାଗ ଆଉ ସେବା ସମର୍ପଣ ଭାବନା ଯୋଗୁଁ ସେ ଆଜି ବିଶ୍ୱବିଖ୍ୟାତ ହେବାକୁ ଯାଉଛନ୍ତି। ଏବଂ ଏପରି ଜଣେ ବ୍ୟକ୍ତି, ଜଣେ ଜଲେଶ୍ୱରରେ ଯେତେବେଳେ ସେ ପ୍ରଥମ ଚାକିରି କଲେ ଜୀବନରେ କେମିଷ୍ଟ୍ରି ଅଧ୍ୟାପକ ହିସାବରେ, ସେବେଠାରୁ ମୁଁ ଜାଣିଛି ପ୍ରାୟ 92ରେ ସେ ଚାକିରିରେ ଜଏନ୍ କଲେ। ମୁଁ ସେତେବେଳେ ପ୍ରଥମ MLA, ବିଜୁବାବୁଙ୍କ ନେତୃତ୍ୱରେ ସରକାରରେ ମୁଁ ପ୍ରଥମ MLA। ମୁଁ ସେବେଠାରୁ ତାଙ୍କୁ ଜାଣିଛି ଜଣେ ଦକ୍ଷ ଅଧ୍ୟାପକ ହିସାବରେ ଏବଂ ତାଙ୍କର ପଢ଼େଇବାର ପ୍ରଣାଳୀ ଏବଂ ଛାତ୍ରମାନଙ୍କୁ ଗଢ଼ିବାର ଯେଉଁ ମାନସିକତା, ଏ ଅନ୍ୟ ଅଧ୍ୟାପକ ତୁଳନାରେ ଯଥେଷ୍ଟ ଉନ୍ନତ ଆଉ ଯଥେଷ୍ଟ ଅନନ୍ୟ ବ୍ୟକ୍ତିତ୍ୱ। ଏବଂ ସେପରି ଜଣେ ବ୍ୟକ୍ତି ଆମ ଓଡ଼ିଆ ଜାତି ପାଇଁ ଗର୍ବ ଆଉ ଗୌରବର ବ୍ୟକ୍ତିତ୍ୱ ବୋଲି ମୁଁ ନିଜକୁ ଭାବେ, ନିଜକୁ ଅଭିହିତ କରେ। ଏବଂ ଏଇ ଯେଉଁ ଅନୁଷ୍ଠାନର ସେ ପ୍ରତିଷ୍ଠାତା ହିସାବରେ ଯେଉଁ କିଟ୍ କିମ୍ସ ଯାହା ସେ ଗଢ଼ିଛନ୍ତି, ଏହା ଆମ ଜାତି ପାଇଁ ଅତ୍ୟନ୍ତ ଅପରିହାର୍ଯ୍ୟ ଥିଲା। ଏବଂ ସବୁ ଅନୁଷ୍ଠାନରେ ଖାଲି ଭାରତବର୍ଷ ନୁହେଁ, ଓଡ଼ିଶା ନୁହେଁ, ବିଭିନ୍ନ ଦେଶରୁ ଛାତ୍ରଛାତ୍ରୀ ଆସି ଏଠି ପଢ଼ିକରି ସେମାନେ ତାଙ୍କର କର୍ମସଂସ୍ଥାନ ବ୍ୟବସ୍ଥା କରିପାରିଛନ୍ତି। ଏବଂ ଗୋଟେ ଅନୁଷ୍ଠାନ, ଯେଉଁ ଅନୁଷ୍ଠାନ ଆଜି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ, ଯେଉଁଠିକି ବିଭିନ୍ନ ସମୟରେ ଆନ୍ତର୍ଜାତିକ ବ୍ୟକ୍ତିତ୍ୱ ଯେଉଁମାନେ ବିଭିନ୍ନ ପଦପଦବୀରେ ଅଛନ୍ତି, ସେମାନେ ବି ଅନୁଷ୍ଠାନ ଦେଖିକରି ଖୁସି ହେଇକି ଯାଇଛନ୍ତି। ମୋର ଅଞ୍ଚଳ ତ ପିଲା ପାଠ ପଢୁଛନ୍ତି, ମୋର ଅଞ୍ଚଳର ଆଦିବାସୀ ପିଲା ପାଠ ପଢୁଛନ୍ତି ଏବଂ ପାଖାପାଖି 50,000 ଆଦିବାସୀ ପୁଅ ଝିଅ ଏଠି ମାଗଣାରେ ପାଠ ପଢୁଛନ୍ତି, ଯେଉଁଟାକି ତାଙ୍କର ମା ବାପ ଭଳିଆ ସେମାନେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ମାନୁଛନ୍ତି। ସେହିପରି ଜଣେ ବ୍ୟକ୍ତିକୁ ତାଙ୍କର ବାପ ମା ଭଳିଆ ଭାବୁଛନ୍ତି ଏବଂ ସେମାନଙ୍କୁ ଆଜି ଯଦି ମଣିଷ ରୂପେ ଛିଡ଼ା କରିବା ପାଇଁ ଯେଉଁ ଗୋଟେ ଆଦିବାସୀ ସମ୍ପ୍ରଦାୟ, ଗୋଟେ ନିମ୍ନ ଜାତି ବୋଲି ଯେଉଁ ଅଭିହିତ ଦିନେ ଅତୀତରେ ହେଉଥିଲା ଓଡ଼ିଶାରେ, ସେମାନେ ବର୍ତ୍ତମାନ ସ୍ୱଚ୍ଛଳ ବର୍ଗକୁ ଯାଉଛନ୍ତି ଏବଂ ନିଜର ଜ୍ଞାନର ପରିପ୍ରକାଶର ସୁଯୋଗ ପାଇଲେ, ପାଠ ପଢ଼ିବାର ସୁଯୋଗ ପାଇଲେ ଏବଂ ଫ୍ରି ଫୁଡ଼ିଂ, ଏଭ୍ରିଥିଙ୍ଗ ଫ୍ରି ହେବା ଫଳରେ ସେମାନେ ଗୋଟେ ଆନ୍ତର୍ଜାତିକ କ୍ଷେତ୍ରକୁ ମଧ୍ୟ ବିଭିନ୍ନ ସମୟରେ ବିଭିନ୍ନ ସ୍ପୋର୍ଟସ କ୍ଷେତ୍ରରେ, ଅନ୍ୟାନ୍ୟ କ୍ଷେତ୍ରରେ ଯାଇପାରୁଛନ୍ତି ଆଉ ଏନଗେଜମେଣ୍ଟ ମଧ୍ୟ ସେମାନେ ପାଇପାରୁଛନ୍ତି। ତାଙ୍କର ଏଇ ଯେଉଁ ଅଭାବ ଥିଲା, ଯେଉଁଟା ଜୀବନରେ ଖାଇବାର ଅଭାବ ଥିଲା, ପଢ଼ିବାର ଅଭାବ ଥିଲା, ସେ ସ୍ୱତନ୍ତ୍ର କୋଚିଂର ଅଭାବ ଥିଲା, ସେଗୁଡ଼ିକ ଅଭାବ ଏଠି ଆଉ ନାହିଁ। ଏବଂ ମୁଁ ନିଜେ ଯାଇଛି ଯେଉଁ ଅନୁଷ୍ଠାନକୁ, ୟୁନିଭର୍ସିଟି ଯେଉଁଟା ଡିମ୍ଡ ୟୁନିଭର୍ସିଟି ହେଇଛି, ମୁଁ ଯାଇଛି, ଦେଖିଛି। ତାର ଆରମ୍ଭ କେଉଁଠି, ଶେଷ କେଉଁଠି ମୁଁ ଜାଣିପାରିଲି ନାହିଁ। ଏତେ ବ୍ୟାପକତା ଅଛି, ଏତେ ବ୍ୟାପକ ୟୁନିଭର୍ସିଟିର ମାନ୍ୟତା ପାଇଛି। ଆଉ ମୁଁ ତ ଅକ୍ସଫୋର୍ଡ ୟୁନିଭର୍ସିଟିକୁ ବି ଯାଇଛି, ଆଉ ତାକୁ ତୁଳନା କରେ ମୁଁ ଏଇ ୟୁନିଭର୍ସିଟି ଆଉ ଅକ୍ସଫୋର୍ଡ ୟୁନିଭର୍ସିଟିକୁ, ଇଏ ସେଇଭଳି ଦିନେ ସ୍ଥାନ ଅଧିକାର କରିବ ବିଶ୍ୱରେ।